ପିଲାମାନେ ଆଜିର ଭିଡ଼ିଓଟି ସମ୍ପୂର୍ଣ୍ଣ ଭାବରେ ପ୍ଲସ୍ ଥ୍ରୀର କ'ଣ 6th ସେମିଷ୍ଟାର ଓଡ଼ିଆ ଅନର୍ସ ପିଲାମାନଙ୍କ ପାଇଁ ଗୋଟେ ଗୁରୁତ୍ୱପୂର୍ଣ୍ଣ ଭିଡ଼ିଓ। କାହିଁକିନା ପିଲାମାନେ ତାଙ୍କ ଯେଉଁ କୋର୍ ପେପର 14ର ସବୁଠୁ ହାର୍ଡ଼ ଯେଉଁଟା କ'ଣ ନା ଓଡ଼ିଆ ଭାଷାରେ କମ୍ପ୍ୟୁଟରୀକରଣ। ତ ସେଇଟା ଅନୁସାରେ ପିଲାମାନେ କମେଣ୍ଟ ସେକ୍ସନରେ ଜଣାଉଛନ୍ତି, କହୁଛନ୍ତି ସାର୍ ଆମେ ଏହା ବିଷୟରେ କ'ଣ କିଛି ବୁଝିପାରୁନେ, ଫଣ୍ଟସ୍ କ'ଣ, କିବୋର୍ଡ଼ କ'ଣ, ସଫ୍ଟୱେୟାର ହାର୍ଡ଼ୱେୟାର ବିଷୟରେ ମାନେ ତାଙ୍କର ମୁଣ୍ଡରେ କିଛି ପଶୁନି। କାହିଁକିନା ଯେହେତୁ ସେମାନେ ଓଡ଼ିଆ ଅନର୍ସ ପିଲା, ତ ଓଡ଼ିଆ ବ୍ୟତୀତ ଅନ୍ୟାନ୍ୟ ଯେଉଁ ସବଜେକ୍ଟ ଗୁଡ଼ିକ ଯେମିତି କମ୍ପ୍ୟୁଟର ଏବଂ ଯେଉଁ ଜେନେରାଲି ସେଗୁଡ଼ା ଯେଉଁ ସାଧାରଣ ପାଠ ଗୁଡ଼ିକ ସେଗୁଡ଼ା ବିଷୟରେ ଅନେକ ସାରା ପିଲାମାନେ ଜାଣିନାହାନ୍ତି। ଯେଉଁ ପିଲାମାନେ କମ୍ପ୍ୟୁଟର କ୍ଲାସ୍ କରିଥାନ୍ତି PGDCA ହେଉ କି ଅନ୍ୟାନ୍ୟ ଯେଉଁ କୋର୍ସ ଗୁଡ଼ିକ କରିଥାନ୍ତି, ତ ସେମାନେ ପ୍ରାୟତଃ ତାଙ୍କ ଭିତରେ ଅନେକ ସାରା ଧାରଣା ଥିବ। ଯେଉଁମାନେ କିଛି ଜାଣିନାହାନ୍ତି ସେ ବିଷୟରେ, ତ ତାଙ୍କୁ ଏଗୁଡ଼ା ବହୁତ ହାର୍ଡ଼ ଲାଗିବ। ତ ତେଣୁକରି ପିଲାମାନେ ଚାଲନ୍ତୁ ଆଜିର ଭିଡ଼ିଓ ମାଧ୍ୟମରେ ଯେଉଁ ଓଡ଼ିଆ ଭାଷାର କମ୍ପ୍ୟୁଟରୀକରଣ ୟୁନିଟ୍ଟି ସମ୍ପୂର୍ଣ୍ଣ ଭାବରେ ପଢ଼ିବା ଏବଂ ଜାଣିବା ହେଲା ଓଡ଼ିଆ ଭାଷାରେ କମ୍ପ୍ୟୁଟରୀକରଣ ବା ଏହାର ଆମେ ଅନେକ ସାରା ତଥ୍ୟ ଜାଣିବା। ଯେମିତିକି ଟିକେ ଖାଲି ତୁମକୁ କହିଦେଉଛି, ଯେମିତିକି ପଠନର ଉଦ୍ଦେଶ୍ୟ, ଆମେ ଯେଉଁ ଓଡ଼ିଆ ଭାଷାରେ କମ୍ପ୍ୟୁଟରୀକରଣ ପଢ଼ୁଛେ ତ ତାର ଉଦ୍ଦେଶ୍ୟ କ'ଣ ଏବଂ ତାର ବିଷୟ ପରିଚୟ କ'ଣ ଅଛି, ଅଡ଼ିଓ ଫ୍ରଣ୍ଟ ବିଷୟରେ ବା ଅଡ଼ିଓ ଫ୍ରଣ୍ଟ ମାନେ କ'ଣ ଓଡ଼ିଆ ଲେଖା ଗୁଡ଼ିକ ବିଷୟରେ ଆମେ ଜାଣିବା। ତା ସହିତ ଲୋକପ୍ରିୟ ବହୁଭାଷୀୟ ସଫ୍ଟୱେୟାର ସହିତ ପରିଚିତ ବା ଅନେକ ସାରା ଲାଙ୍ଗୁଏଜ ଅଛନ୍ତି ଆମ ଭାରତରେ। କେବଳ କ'ଣ ଗୋଟେ ଦୁଇଟା ଲାଙ୍ଗୁଏଜ ଅଛି କି ନା, ଅନେକ ସାରା ଲାଙ୍ଗୁଏଜ ଅଛି ହେଲା। 13-14 ପ୍ରକାରର ଲାଙ୍ଗୁଏଜର ସଫ୍ଟୱେୟାର ସହିତ ଆମେ ପରିଚୟ ହେବା। ଓଡ଼ିଆ ଫ୍ରଣ୍ଟର ଟାଇପିଂ କେମିତି ହୋଇଥାଏ, ତା ସହିତ ଆତ୍ମପରୀକ୍ଷାର ପ୍ରଶ୍ନାବଳୀ ଏବଂ ସହାୟକ ଗଣିତ ସହିତ ଇତ୍ୟାଦି ଆମେ ଆଲୋଚନା କରିବା। ତ ପିଲାମାନେ ଚାଲନ୍ତୁ ଆଜିର ଭିଡ଼ିଓ ମାଧ୍ୟମରେ ଆମେ ଯେତିକି ପାରିବା ସବୁ କିଛି ଆଲୋଚନା କରିବା। ବର୍ତ୍ତମାନ ଜାଣିବା ପଠନର ଉଦ୍ଦେଶ୍ୟ କ'ଣ। ଏହା ହେଉଛି ୟୁନିଟ୍ ଅଧ୍ୟୟନ ପରେ ଆପଣମାନେ ସକ୍ଷମ ହେବେ ଯେ ଯଦି ଆମେ এই ୟୁନିଟ୍ଟି ପଢ଼ିବା ତେବେ ଆମେ ସକ୍ଷମ ହେବେ କ'ଣ ନା, ଦେଖ ଓଡ଼ିଆ ଫ୍ରଣ୍ଟ ଏବଂ ଗଣମାଧ୍ୟମର ବିଭିନ୍ନ କ୍ଷେତ୍ରମାନଙ୍କରେ ସେଗୁଡ଼ିକର ବ୍ୟବହାର ସମ୍ବନ୍ଧରେ ଆମେ ଜାଣିପାରିବେ। ତା ସହିତ କ'ଣ ଡେସ୍କଟପ୍ ପବ୍ଲିସିଂରେ ବ୍ୟବହୃତ ମୁକ୍ତ ସଫ୍ଟୱେୟାରର ଉତ୍ସର ଚିହ୍ନଟ, ସେଗୁଡ଼ା ଚିହ୍ନିଲେ ମଧ୍ୟ ତୁମେ କ'ଣ ଆଉ ଭବିଷ୍ୟତରେ ଆଉ ତୁମେ କିଛି ଜିନିଷ ମାନେ କିଛି ଜିନିଷ ଅଜଣା ହବନି, ସବୁ ତ ଜାଣିଯିବ ନା। ଡିଜିଟାଲ ଶବ୍ଦାବଳୀର ତାଲିକା, ଡିଜିଟାଲ ଶବ୍ଦାବଳୀ କିପରି ପ୍ରସ୍ତୁତ କରାଯାଏ, ବିଭିନ୍ନ ସଫ୍ଟୱେୟାର ଡିଜାଇନ, ତା ସହିତ ଟୁଲ୍ ଗୁଡ଼ିକର ଚିହ୍ନଟ ଯେଉଁଟାକି ତୁମର ମାଇକ୍ରୋସଫ୍ଟ ରହିଛି ହେଲା। ତ ସେ ବିଷୟରେ କେମିତି ଯେଉଁ ବିଭିନ୍ନ ପ୍ରକାର ସଫ୍ଟୱେୟାର ଡିଜାଇନ ଗୁଡ଼ିକୁ ପ୍ରସ୍ତୁତ କରାଯାଏ ସେ ବିଷୟରେ ମଧ୍ୟ ଶିଖିବ ହେଲା। ଏକ୍ସେଲ କ'ଣ, ମାଇକ୍ରୋସଫ୍ଟ କ'ଣ, ଅନେକ ସାରା ଅଛି ହେଲା। ତା ଫଟୋସପ୍ ମଧ୍ୟ ଅଛି। ଡିଜାଇନିଂର ବୈଷୟିକ ଦିଗ ଗୁଡ଼ିକ କହିବା, ତା ସହିତ ବିଭିନ୍ନ ଡେସ୍କଟପ୍ ପବ୍ଲିସିଂ ସଫ୍ଟୱେୟାର ଇଣ୍ଟରଫେସ୍ ଆକରଣ କରିବା, ତା ସହିତ ବିଷୟ ବିଷୟରେ ପରିଚୟ ହେବା। ଦେଖନ୍ତୁ ଆମେ ଜାଣୁ ଯେ ଓଡ଼ିଆ ଏକ ଶାସ୍ତ୍ରୀୟ ଭାଷା, ଏହାର କ୍ରମ ବିକାଶରୁ ଓଡ଼ିଆ ଭାଷା ଏବଂ କ'ଣ ଫଣ୍ଟ ଗୁଡ଼ିକ ବା କ'ଣ ଲେଖା ଗୁଡ଼ିକ ଭାଷାପ୍ରେମୀ ଏବଂ ଭାଷାବିତମାନଙ୍କର ମଧ୍ୟରେ ଆଦୃତ ହୋଇଛି। କିନ୍ତୁ ଆମେ ଭାଷା ଏବଂ ଏହାର ଉପଯୋଗ ସମ୍ପର୍କରେ କହିଲା ପରେ ଅନେକ ଲୋକ ଓଡ଼ିଆ ଭାଷାରେ କେମିତି ଲେଖାଯିବ ଜାଣନ୍ତି ନାହିଁ କିମ୍ବା ସେମାନେ ପ୍ରାରମ୍ଭିକ ଅକ୍ଷର ଶିକ୍ଷା ମଧ୍ୟ ଭୁଲି ଯାଇଛନ୍ତି। ଏହି ୟୁନିଟ୍ରେ ଆପଣ ଓଡ଼ିଆ ଫଣ୍ଟସ୍ ଗୁଡ଼ିକ ବିଷୟରେ ଜାଣିବେ। ଯେଉଁ କମ୍ପ୍ୟୁଟର ଗୁଡ଼ିକର ଓଡ଼ିଆ ଭାଷାରେ ଲେଖି ହୁଏ ବୋଲି ମାନେ ଅନେକ ଲୋକ ଜାଣିନାହାନ୍ତି ଯେ ଓଡ଼ିଆ ଭାଷା କେମିତି ଟାଇପିଂ କରାହୁଏ ହେଲା। ତାକୁ ଦେଖିବା ଏହି ୟୁନିଟ୍ରେ ଆମେ ଓଡ଼ିଆ କ'ଣ ଫ୍ରଣ୍ଟ ମାନ କମ୍ପ୍ୟୁଟରରେ ବିଭିନ୍ନ ସଫ୍ଟୱେୟାର ବ୍ୟବହାର କରି କିପରି ଟାଇପ୍ କରିବା ଏବଂ ବିଭିନ୍ନ ପ୍ଲାଟଫର୍ମରେ ଭିନ୍ନ ଭିନ୍ନ ଉଦ୍ଦେଶ୍ୟରେ କିପରି ଏହାର ଉପଯୋଗ କରିବା ତାହା ମଧ୍ୟ ଆଲୋଚନା କରିବା। ତା ଦେଖିବା ଓଡ଼ିଆ ଫ୍ରଣ୍ଟ ବା ଓଡ଼ିଆ ଲେଖା ଗୁଡ଼ିକ ବିଷୟରେ ଜାଣିବା ହେଲା। ଦେଖନ୍ତୁ ଅନ୍ୟ ଭାରତୀୟ ଭାଷା ଗୁଡ଼ିକ ପରି ଓଡ଼ିଆ ମଧ୍ୟ ଓଡ଼ିଶାର ଏକ ଲୋକପ୍ରିୟ ଭାଷା। ଓଡ଼ିଶାରେ କେବଳ ଓଡ଼ିଆ ଭାଷା ଅଛି କି ନା, ଓଡ଼ିଶାରେ ଅନେକ ସାରା ଭାଷା ଅଛି। ଯେମିତି ହିନ୍ଦୀ ହେଇଯାଉ, ତା ସହିତ କ'ଣ ଇଂଲିଶ ହେଇଯାଉ, କି ଅନେକ ସାରା ଯେମିତି କହିଦେବି ତାମିଲ ବି ଅଛି ହେଲା ଗୋଟେ ଗୋଟେ ସାଇଡ଼ର। ଦେନ୍ ଅନେକ ସାରା ଭାଷା ଅଛି। ଅନ୍ୟ ଭାରତୀୟ ଭାଷା ଗୁଡ଼ିକ ପରି ଓଡ଼ିଆ ମଧ୍ୟ ଓଡ଼ିଶାର ଏକ ଲୋକପ୍ରିୟ ଭାଷା। ଓଡ଼ିଆ ଫଣ୍ଟ ଗୁଡ଼ିକର ଆକୃତି ଗୋଲ ଏବଂ ସୁନ୍ଦର। ଅନ୍ୟ ଯେଉଁ ଲେଖା ଗୁଡ଼ିକ ଥାଏ ସାଧାରଣତଃ ଆମେ ହିନ୍ଦୀ ମାନେ ଇଂରାଜୀ ହେଇଯାଉ, ଦେନ୍ ହିନ୍ଦୀ ହେଇଯାଉ, ତା ତୁଳନାରେ ଆମର ଓଡ଼ିଆ ଅକ୍ଷର କେମିତି ଟିକେ ଗୋଲ ଟାଇପ୍ର ହେଲା, ଗୋଲ ଟାଇପ୍ର ଦେଖାଯାଏନି ନା। ଯେମିତି ଦେଖନ୍ତୁ ତ ସେଇଭଳି ଭାବରେ ଯେଉଁ ଅନ୍ୟ ଭାଷା ତୁଳନାରେ ଆମର ଓଡ଼ିଆ ଭାଷା ଟିକେ ଗୋଲ ଟାଇପ୍ର ହେଲା। ତ ସହିତ ତନ୍ମଧ୍ୟରୁ କେତେକ ମୁକ୍ତ ଉତ୍ସର ଏବଂ କ'ଣ ନିଃଶୁଳ୍କ ଡାଉନଲୋଡ୍ ଯୋଗ୍ୟ ଏବଂ କେତେକ ସତ୍ତାଧିକାର ସଫ୍ଟୱେୟାର। ଦେଖନ୍ତୁ ମାନେ ଓଡ଼ିଆ ଭାଷାରେ ଅନେକ ଗୁଡ଼ିଏ ଏମିତି ଅଛି ତ ସମ୍ପୂର୍ଣ୍ଣ ଭାବରେ ଆମର ଓଡ଼ିଆର କିବୋର୍ଡ଼ କି ଅନେକ ସାରା ମାନେ ଆସିନାହିଁ ହେଲା। ଓଡ଼ିଆ ଭାଷାରେ କିବୋର୍ଡ଼ ନାହିଁ, ସବୁ ଇଂରାଜୀର କିବୋର୍ଡ଼ ଅଛି, ଯାହାଫଳରେ ଓଡ଼ିଆ ଭାଷାରେ ଆଗରେ ହେଉଥିଲା କିଛି ଯେମିତି ହାର୍ଡ଼ ଯେମିତିକି କରେ ମୋ ପରେ ତ ସେଗୁଡ଼ିକ ହେଉନଥିଲା। କମ୍ପ୍ୟୁଟର ଯେତେବେଳେ ଆମେ ଲେଖିଲା ବେଳେ ସେଗୁଡ଼ିକ ସପୋର୍ଟ କରୁନଥିଲା, ବର୍ତ୍ତମାନ ହେଉଛି। ତ ଆଗକାର ଯେତେବେଳେ କମ୍ପ୍ୟୁଟର ନୂତନ ତିଆରି ହେଇଥିଲା ସେତେବେଳେ ମାନେ ଓଡ଼ିଆ ଭାଷାର ସେଇ ଯେଉଁ ବଡ଼ ବଡ଼ ଯୁକ୍ତାକ୍ଷର ଗୁଡ଼ିକ ଆସୁନଥିଲା।
निःशुल्क डाउनलोड योग्य केतेक शताधिकर सफ्टवेयर सेगुड़िक क्रय करा पड़े और सेगुड़ा तृतीय पक्ष वेबसाइट रू डाउनलोड कर जमीक बबल कीबोर्ड हो जाऊ कि अनेक सारा ओडिया कीबोर्ड गुड़िक अच्छी बर्तमान मैं डाउनलोड करने को पड़े माने डायरेक्ट कंप्यूटर थाई आगुरी है श्रीलिपि गोटे जो कहते ना गोटे आप गुड़िक अच्छी श्रीलिपि आकृति सहित उपरांत ओडिया लिखित आदि केतेक लोकप्रिय सॉफ्टवेयर एवं सेगुड़िक व्यवहारकारी उपयुक्त बहुभाषीय सॉफ्टवेयर और कौन ए सबुगुड़िक ऑनलाइन बनान डांस बा स्पेल चेकर सहित यूनिकोड कंपोजिशन और फ्रंट परिवार इंस्टॉलेशन सुविधा उपलब्ध होता है। तापर देखिए लोकप्रिय बहुभाषीय सॉफ्टवेयर सहित माने अनेक सारा सॉफ्टवेयर गुड़िक अच्छी से विषय में परिचित हवा। देख जड़े सांबादक को कंप्यूटर सिस्टम रे स्टोरी बा पाठ टाइप करने को हेबो एवं तांकर कार्यालय को पठाइबा को हेबो धर है ताले से कोन करिवो एनु तांको ओडिया टाइपिंग संपर्क रे ज्ञान अर्जन करबा को पड़िबो जेते माने ओडिया टाइपिंग विषय जान नथबो जति किछि कोन कंपनी रे जो जगह जोडे जॉब करिवो ओडिया रे टाइपिंग करबा को पड़िबो तो सेही कीबोर्ड रे टाइपिंग करि परिबो नाही जति जान नथिबो है। देखो संप्रति विभिन्न सॉफ्टवेयर गुड़िक तीन प्रकार टाइपिंग विकल्प उपलब्ध होता है। प्रथम होती सत्ताधिकारभुक्त सॉफ्टवेयर आकृति में मॉड्यूलर विकल्प संबंध आलोचना करिबा। देखो एप्लिकेशन प्रोग्राम कौन डेवलपर मानक पाई आकृति सहित सहज साधन अटे जो माने निजर प्रोग्राम सहित आकृतिर विकास एवं यार आमंत्रण करें। देखो यह आकृति पाई सर्वाधिक व्यवहार अनुकूल एवं आर्थिक दृष्टिकोण सुलभ वैशिष्ट्य गुड़िक ओडिया रे टाइप करबा पाई आपरंकर पर्सनल कंप्यूटर रे सॉफ्टवेयर इंस्टॉल करबा को होई थाए। ता सहित देखंतु इंस्टॉलेशन पर केवल इंस्टॉल कले होबनी तापर कोन करबा को पड़ताय ना देखो आपन यार आकृति सर्वाधिक इंस्टॉल पर आपनको सॉफ्टवेयर ऊपर क्लिक करबा को हेबो एवं पीसी रो पर्दार ऊपर भाग में यह मेन्यू बार खोलिबो हला। आमे कंप्यूटर विषय जो पिला माने प्रायतः समस्त जानी थे एते भी कोन वर्तमान जुगर बहुत डेवलप हो गलानी आ सेमती पिला नथिबे जो माने कि जान नथिबे तथापि जो पिला माने जानि नाहाते तो तांको पय मु कहि दउ छला। तो पिला माने देखो हला एटा हला गोटे कंप्यूटर टी एवं कंप्यूटर तो पिला माने अनेक सारा अंग अछि जेमिति कि एटा को कहा जाय सीपीयू हला सीपीयू कहा जाय एवं एटा कहा जाय कीबोर्ड एवं एटा होची माउस आ एटा होची मॉनिटर हला मॉनिटर जोंटा हला। तो अनेक सारा तथ्य हमें जानिबा ताऊ देखिबा हला कोन किछि डाटा केमति प्रोसेसिंग हुए डाटा स्टोरेज इंफॉर्मेशन अनेक सारा अछि जोंटा कि हमें आलोचना करिबा कोन थिरे ना ओडिया रे आलोचना करिबा। त सहित अनेक सारा जो जिंस गुडी अछि सेडा जानो एटा हला माउस हला माउस एटे राइट क्लिक करिवो देन सेटा क्लिक होबो तापर देखिबा एटा कीबोर्ड तो माने जोटा कि टाइपिंग हुए त सहित एटा होची लाइट पेन एवं एटा होची स्कैनर हला एटा होटी ट्रैक बॉल एटा होची कोन टच पैड जॉयस्टिक माइक्रोफोन डिजिटल कैमरा मध्ये थाय अनेक सारा अच्छी जिंस गुडी कंप्यूटर भितरे तो ताहा हमें आलोचना करबा। एटा कोन एटा होची सॉरी हो सीपीयू हला सीपीयू रो प्रोसेसर टा एटा कोन एटा तुम आईटेल कंपनी रो अछि हला। तो अनेक सारा सेमती अच्छी कंप्यूटर जोटा कि हमें जानिबा एटा होची स्पीकर प्लॉटर अनेक सारा जिंस अछि। तापर देखो पिला माने बर्तमान जानिबा या पर आपन को ऑडियो चयन करिया एटा केमिति आप केमिति स्टार्ट करा सेटा तो माने प्राय जानि छंती हला एते भी आर पिला माने अजना कोन पिला माने थिबे ना या पर आपन को ऑडियो चयन करिया पई गोटे स्क्रिप्ट ऊपर क्लिक करिया को हेबो या पर मॉड्यूलर टाइप करिया पई कोन ना लेआउट ऊपर जो लेआउट अछि से ऊपर क्लिक करिया पई पड़िबो एवं श्रीलिपि चयन करंतु एप्लिकेशन आपनकर कार्य ऊपर निर्भरशील एवं ओडिया फॉन्ट चयन पई आकृति रेगुलर एटा ओडिया अक्षर गुडी को तब देखिवाला एटा जे मॉड्यूलर गुडी को अछि अनेक सारा देखिबा तो एटा होजे टाइपराइटर एवं एटा होचे फोनेटिक हला। तो चलो जानिबा आमे आकृति सॉफ्टवेयर विभिन्न प्रकार फॉन्ट संपर्क में आलोचना करिछु। आकृति श्रीलिपि लिखित बराह एवं उपरांत ओडिया सत्ताधिकार भुक्त सॉफ्टवेयर संपर्क में आलोचना करे शिक्षार्थी मानकर पाई लाभदायक हेबो नाही एनु एठारे आमे कोन ना पोथीसूत्र सॉफ्टवेयर संबंध में आलोचना करिबा कारण यह समस्त निःशुल्क अटे। तब देखिए देखो पोथीसूत्र केतेक साधारण उपादान निम्न दिगला देखो ओडिया
ଫୋନେଟିକ୍ସ ଆଧାରିତ ଏହା ପ୍ରଥମ ଓଡ଼ିଆ ସଫ୍ଟୱେୟାର ବ୍ୟବହାର ପାଇଁ ଏହା ଅତ୍ୟନ୍ତ ସହଜ ହୋଇଥାଏ। ଆଉ କ'ଣ ନା ଟାଇପ୍ କରିବାର ସାମାନ୍ୟତମ ଧାରଣା ନଥିବା ଯେ ଦେଖନ୍ତୁ ଯେ କେହି ବ୍ୟକ୍ତି ଏହା ବ୍ୟବହାର କରିପାରିବେ। ଦେନ୍ ଓଡ଼ିଆ ବର୍ଣ୍ଣମାଳା ଯୁକ୍ତାକ୍ଷର ଏବଂ ସ୍ୱର ବିଜ୍ଞାନ ଆହରଣ କରିପାରିବେ। ତାପରେ ଦେଖ ଇଂରାଜୀ ଭଳି ଓଡ଼ିଆରେ ଟାଇପ୍ କରିବାକୁ ନା କମ୍ ସଂଖ୍ୟକ କି ଦବାଇବାକୁ ହେବ। ଦେଖନ୍ତୁ ଟାଇପ୍ କରିବା ସମୟରେ ଆପଣଙ୍କର ଶବ୍ଦକୁ ଠିକ୍ କରିବା ପାଇଁ କମ୍ପ୍ୟୁଟର ପର୍ଦ୍ଦାରେ ସମ୍ଭାବ୍ୟ ଶବ୍ଦ ଗୁଡ଼ିକର ତାଲିକା ପ୍ରଦର୍ଶିତ ହେବ। ଦ୍ରୁତ ଟାଇପ୍ କରିବା ପାଇଁ ଅଧିକ ଆରାମଦାୟକ ଭାବରେ ବହୁର ବ୍ୟବହାର ଶବ୍ଦମାନ ଟାଇପ୍ କରିବା ସମୟରେ ପର୍ଦ୍ଦାରେ ପ୍ରଦର୍ଶିତ ହେବ। ଯେତେବେଳେ ଟାଇପ୍ କରିବ ସେଗୁଡ଼ିକ ପର୍ଦ୍ଦାରେ ଦେଖେଇବ ହେଲା। ପ୍ରଥମ ଥର ବ୍ୟବହାରକାରୀଙ୍କୁ ସହାୟତା ପାଇଁ ଏକ ଭାସମାନ କିବୋର୍ଡ ଲେଆଉଟ୍ ସହାୟକ ପ୍ରଦର୍ଶନ ହୁଏ। ଦେଖନ୍ତୁ କି ଗୁଡ଼ିକ ଏପରି ଭାବରେ ସ୍ଥାନିତ ଯେ ବ୍ୟବହାରକାରୀ ବିଭିନ୍ନ ଟାଇପିଂ ପ୍ରଣାଳୀ ଯଥା ଇଂରାଜୀ ଫୋନେଟିକ୍ ତା ସହିତ ଇନସ୍କ୍ରିପ୍ଟ ଶ୍ରୀଲିପି ଶବ୍ଦରତ୍ନ ଏବଂ ଅଗ୍ଲନାଗରୀ ଏବଂ ଟାଇପରାଇଟର ଏ ମାତ୍ରାରେ ଟାଇପ୍ କଲାବେଳେ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ। ଏହା ଏପରି ଭାବରେ ସଜ୍ଜିତ କି ଦେଖନ୍ତୁ କିଛି ବି ଡିଜାଇନ୍ କରିହେବ ଏବଂ ଭବିଷ୍ୟତରେ ଆବଶ୍ୟକତା ଅନୁସାରେ ସଂଶୋଧନ ମଧ୍ୟ କରିହେବ। ଦେଖନ୍ତୁ ଏହି ସଫ୍ଟୱେୟାରର ପ୍ରବର୍ତ୍ତନରେ ସମସ୍ତ ଶ୍ରେୟ ଓଡ଼ିଶା ରାଜ୍ୟ ସରକାରଙ୍କୁ ଯାଇଥାଏ। ଦେଖନ୍ତୁ ଓଡ଼ିଆ ଫଣ୍ଟରେ ଟାଇପିଂ ଗୁଡ଼ିକ ହେଲା କେମିତି ହୋଇଥାଏ। ଦେଖନ୍ତୁ ଇନେବଲ୍ ଓଡ଼ିଆ କିବୋର୍ଡ଼ ଅଛି, ସେଇଠି କ୍ଲିକ୍ କଲା ପରେ ଓଡ଼ିଆ କିବୋର୍ଡ଼ଟି ଇନେବଲ୍ ହେଇଯିବ। ଦେଖନ୍ତୁ ପ୍ରତିସୂତ୍ରରେ ଟାଇପ୍ କରିବା ପୂର୍ବରୁ ନିଜର କମ୍ପ୍ୟୁଟରରେ ସଫ୍ଟୱେୟାରକୁ ଇନଷ୍ଟଲ୍ କରିବାକୁ ହେବ ଏବଂ ଇନଷ୍ଟଲେସନ୍ ପରେ ସଫ୍ଟୱେୟାର କ'ଣ ଟାସ୍କ ବାର୍ରେ ଏଭଳି ଦେଖାଯିବ ଏବଂ ବ୍ୟବହାରକାରୀଙ୍କୁ ପ୍ରତିସୂତ୍ର ଆଇକନ୍ ଉପରେ କ୍ଲିକ୍ କରିବାକୁ ହେବ। ଏହାପରେ ଆଇକନ୍ ଉପରେ ରାଇଟ୍ କ୍ଲିକ୍ କଲେ ଏହା ଏକ ଡାଉନଲୋଡ୍ ବକ୍ସରେ 4ଟି ବିକଳ୍ପ ଯଥା କ'ଣ ନା ଏନେବଲ୍ କିବୋର୍ଡ଼ ତା ସହିତ ହେଲ୍ପ ଏବାଉଟ୍ ଅସ୍ ଏବଂ ଏକ୍ଜିଟ୍ ଦେଖାଯିବ। ତ ସେଇଠି ଇନେବୁଲ୍ ଉପରେ କ୍ଲିକ୍ କରିବାକୁ ପଡ଼ିବ ହେଲା। ଇନେବୁଲ୍ ଓଡ଼ିଆ କିବୋର୍ଡ଼ରେ କ୍ଲିକ୍ କରିବାକୁ ହେବ। ଦେନ୍ ଏହା ଉପରେ ଟାଇପିଂରେ ସହାୟକ ହେବ। କିବୋର୍ଡ଼ରେ ବିଭିନ୍ନ କି ଦବାଇ ସହଜରେ ଓଡ଼ିଆରେ ଟାଇପିଂ କରିହେବ। କେତେକ କିବୋର୍ଡ଼ ଲେଆଉଟ୍ ଏଠାରେ ମଧ୍ୟ ଦିଆଯାଇଥାଏ। ଯେମିତି ଦେଖନ୍ତୁ କିବୋର୍ଡ଼ ଓଡ଼ିଆ ଦେନ୍ ଯେତେବେଳେ ଆମେ କେ ଡବ୍ଲ୍ୟୁ ମାରିଦେଉ ସେଇଟା କୁ ହେଇଯାଉ, କି ଏକ୍ସ ମାରିଲେ ସେଇଟା ଅନୁସାର ହେଇଯାଏ ଏବଂ କି ଆର୍ ମାରିଲେ ସେଇଟା କ୍ରୋ ହେଇଯାଏ ହେଲା। ଅନେକ ସାରା ସେମିତି ଅଛି ସର୍ଟକଟ୍ କିବୋର୍ଡ଼ ଗୋଟେ ଏଗୁଡ଼ା ଦେଖ ମନେ ରହିବ। ଓଡ଼ିଆରେ କିବୋର୍ଡ଼ ଯଦି ଟାଇପିଂ କରିବାକୁ ହେଲେ ଏଇ ଶବ୍ଦ ଗୁଡ଼ିକ ବ୍ୟବହାର କରିବାକୁ ପଡ଼ିଥାଏ। ତୁମର ଫୋନ୍ ଟାଇପିଂରେ ଯେମିତି ହୁଏ ସେମିତି ଭାବନି ସେଇ କିନ୍ତୁ ସେଇ କିବୋର୍ଡ଼ ମାଧ୍ୟମରେ ତୁମେ ଏଇଗୁଡ଼ିକ ମନେ ରହିବ। ଜି ଭି ଲାଗିବ ସେଇଟା ଘରେ ଅଫର ହେଇଯିବ। ଜି ତାପରେ ଏଇ ଯେଉଁ ଫୁଲଫୁଲିଆ ଚିହ୍ନଟା ଦେଇଦେବ ସେଇଟା ଓକାର ହେଇଯିବ ହେଲା। ତାପରେ ଦେଖ ଏଇଟା ତା ସହିତ କ୍ଷରେମ ଗରେଧ ତ ଅନେକ ସାରା ଲୋକମାନେ ଏଗୁଡ଼ା ଜାଣନ୍ତି ନାହିଁ, ଯାହାଫଳରେ ଯେଉଁ ବହି ଗୁଡ଼ିକ ଆଗକାଳର ବହି ଗୁଡ଼ିକ ସେଗୁଡ଼ା ମାନେ ଅନେକ ସାରା କାର ଗୁଡ଼ିକ ଗରେଧ ତା ସହିତ ବରେଧ ସଳେଲ ହେଲା ମୁଞ୍ଜେଶ୍ୱର ଏଗୁଡ଼ା ଆସୁନଥିଲା ଆଗରୁ। ଏଗୁଡ଼ା ଅନେକ ସାରା ଦେଖନ୍ତୁ ରୋମନ୍ଥ କେମିତି ଲେଖା ହେଇଛି ରୋମଂଶ ତ ବଲ୍ଲଭ BLB ବଲ୍ଲଭ ହେଲା। ତ ଅନେକ ସାରା ସେମିତି ଅଛି। ଏଇଟା ଦେଖ ଏଇଟା ଉଦାହରଣ ନିମନ୍ତେ କେତେକ କଷ୍ଟକର ଶବ୍ଦ ମଧ୍ୟ ଦିଆଯାଇଛି। କଷ୍ଟକର ଶବ୍ଦ ଦୁର୍ଗତି ହେଲା ଫାଲଗୁନ ବିରୁଦ୍ଧ। ତ ପିଲାମାନେ ଏଇଗା ଖାସ କରି ମନେ ରଖିବ। ଏଇଗା କାହିଁକି ନା ସର୍ଟ କ୍ୱେଶ୍ଚନରେ ପକେଇଦେବ ହେଲା। ଏଇ ସର୍ଟକଟ୍ ଗୁଡ଼ିକ SR ସ୍ର ହବ ଦେନ୍ ଏଇଟା SVB ଯେଉଁଟାକି ସରେ ଓ ହବ ହେଲା। ଏଇଗୁଡ଼ିକ ତା ଅନେକ ସାରା ବୁକ୍ ଗୁଡ଼ିକ ଅଛି ଗୁଡ଼ା ତୁମେ ପାଇଲେ ଲିଙ୍କ୍ ଗୋଟେ କ୍ଲିକ୍ କରିବ। ଏତେ ଦରକାର ନାହିଁ ଏଗୁଡ଼ା ହେଲା। ତ ଚାଲନ୍ତୁ ପିଲାମାନେ ଆଜିର ଭିଡ଼ିଓଟି ଏଇଠି ରଖୁଛି। ଦେଖାବା ଆଉ ଗୋଟେ ନେକ୍ସଟ ଭିଡ଼ିଓରେ। ମୁଁ ଆଶା କରୁଛି ଯେ ସମସ୍ତେ ପିଲାମାନେ ପ୍ରାୟତଃ କମ୍ପ୍ୟୁଟର ବିଷୟରେ ଅନେକ ସାରା ତଥ୍ୟ ଜାଣିଥିବ। ତ ଯଦି ତୁମେ କିଛି ବି ବୁଝିପାରିଲ ତ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଆଉ ଯଦି କିଛି ବି ବୁଝିହେଲା ନାହିଁ ତାହେଲେ କମେଣ୍ଟ ସେକ୍ସନରେ ଫଟାଫଟ ପଚାରି ଦିଅନ୍ତୁ। ମୁଁ ତୁମକୁ କ'ଣ 24 ଘଣ୍ଟା ଭିତରେ ମୁଁ ରିପ୍ଲାଇ ଦେଇଦେବି ତୁମକୁ ହେଲା। ତ କାହା ରିକ୍ୱେଷ୍ଟ ବ୍ୟସ୍ତ ହେବାର ନାହିଁ। ଧନ୍ୟବାଦ। ଜୟ ଜଗନ୍ନାଥ। ଭଲରେ ଏକ୍ଜାମ୍ ଦିଅନ୍ତୁ ଏବଂ ଭଲ ମାର୍କ ରଖନ୍ତୁ ସମସ୍ତେ।